ମାସ ପାଳନ କରନ୍ତୁ। ଭକ୍ତମାନେ ଭଲରେ ଯିବା ଆସିବାରେ ଠିକ୍ ଠାକ୍ରେ ଚଲାବୁଲା କରନ୍ତୁ। ଗାଡ଼ିବାଲା ମାନେ ବି ବୋଲବମ୍ ଭକ୍ତମାନଙ୍କୁ ରାସ୍ତା ଦିଅନ୍ତୁ ଭଲରେ। ତାଙ୍କୁ ବି ଗୋଟେ ଲାଇନ୍ରେ ଯାଆନ୍ତୁ, ଆପଣମାନେ ଗୋଟେ ଲାଇନ୍ରେ। ଆଉ ବୋଲବମ୍ ମାନେ ଯେଉଁଠି ବାଟରେ ଦେଖାଯିବେ କିଛି ଖାଇବା ପାଣି, କିଛି ଖାଇବାଟା ତ ସେତେ ଖାଇବେ ନାହିଁ, ଫଳମୂଳ କିଛି ଦିଅନ୍ତୁ। ଆଉ କାହାକୁ ଜର୍ଣ୍ଣି କରିବା ପାଇଁ ପଇସା ନଥିବ ବୋଲି କହିଲେ କିଛି ପଇସା ସାହାଯ୍ୟ କରନ୍ତୁ। ସେମିତି କରିକି ସମସ୍ତେ ହେଲ୍ପ କରନ୍ତୁ। ଶ୍ରାବଣ ମାସ ଭଲରେ ଯାଉ। ତାପରେ ତ ଷ୍ଟାର୍ଟ ହେଇଯାଇଥିବ ବୋଲି ଭାବୁଛି। ମାନେ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ, ୱେଲକମ୍ ଟୁ ମାଇ ବ୍ଲଗ୍ ଅଷ୍ଟମ ବିଷ୍ଣୁ ବ୍ଲଗ୍ସ ଟୁ। ମାନେ ସକାଳ 9ଟା ହେଇଗଲା। ମୋ ଅଷ୍ଟମୀ ମୋତେ ଉଠାଇ ଦେଲା। ଆଜି ମୋର ଛୁଟି ଥିଲା ସାଙ୍ଗମାନେ, ମୋ ବେବି ମୋର ଉଠାଇ ଦେଲା। ଏବେ ଉଠିଛି ମୁଁ, ପଳେଇଗଲା ଡ୍ୟୁଟିକି ମୋତେ ଉଠେଇକି। ଆଜି ମୋର ଛୁଟି ଅଛି ସାଙ୍ଗମାନେ। ଆପଣମାନେ କେମିତି ଅଛନ୍ତି? ଭଲରେ ଥିବେ ବୋଲି ଆଶା କରୁଛି। ଆମେ ବି ଟିକେ ଟିକେ ଭଲରେ ଅଛି। ଛୁଟିରେ ଅଛି ମୁଁ, କ'ଣ କରିବି କେଜାଣି। ଉଠି ପଡ଼ିଲି, ରାତିରେ ବି ଟିକେ ଖାଇନି ଭଲରେ। ଏବେ କିଛି ଖାଇବି ବୋଲି ଭାବୁଛି। ଏବେ ଉଠିବା ପାଇଁ ବି ମୋତେ ନିଦରେ ଥିଲି, ମୋତେ ଉଠାଇ ଦେଲା। ବିଷ୍ଣୁ ଆସ, ମୁଁ ପଳେଇ ଯାଉଛି, ମୋ ଛାଡ଼ିବା ପାଇଁ ଆସ କହିଲା। ମୁଁ କହିଲି ଆସ ଫାସ ନାହିଁ ମା, ମୁଁ ଆଇପାରିବିନି ଏବେ, ପରେ କ'ଣ ହେଲେ ଆଇବି ସିନା, ମୁଁ ଏବେ ଆସିପାରିବିନି ବୋଲି କହିକି ତାକୁ ପଳେଇ ଯାଉ ବୋଲି କହିଲି ଅଷ୍ଟମୀକି। ଆଉ ସିଏ ଏକା ପଳେଇଗଲା ସିଏ। ତାପରେ ଏବେ ଆମେ ଆଉ ଟିକେ ରେଷ୍ଟ କରିଦେବା। ଆଉ ଗୋଟେ ଘଣ୍ଟାରେ ଶୋଇ ପଡ଼ିବୁ। ପରେ ଉଠିଲେ ଗାଧୁଆ ପାଧୁଆ କରି କିଛି ହେଲେ ଖାଇବା ପାଇଁ ଯିବି। ଏବେ ମାତ୍ର ମୁଁ ବାହାରକୁ ଯାଇକି ଏବେ କିଛି କରିପାରିବିନି। ମୁଁ ନିଦ ଲାଗୁଛି ମୋତେ। ଗୋଟେ ଦିନ ରେଷ୍ଟ ମିଳିବ ଯେ କୁଆଡ଼େ ଯିବା ପାଇଁ ଏବେ ଇଚ୍ଛା ଲାଗିବ। ଆଉ ଥରେ ଲକ୍ କରିଦେଉଛି। ଚलो ଲକ୍ କରି ଆଉ ଟିକେ ଶୋଇପଡ଼ିବି। ମୁଇଁ ଶୋଇଥିଲି, ମୋତେ ଉଠେଇକି ମୋତେ ବିଜାର କରୁଛି ଅଷ୍ଟମୀ। ସେ କିଛି ବି ଖାଇଲା ନାହିଁ ସାଙ୍ଗମାନେ। ସକାଳୁ କିଛି ଖାଏ ନାହିଁ ସିଏ, ସକାଳୁ କିଛି ଖାଏ ନାହିଁ, ସେ ପଳେଇଗଲା। କିଛି ଛୁଟି ଅଛି 3 ଦିନ ସେପଟେ ଛୁଟି ଥିଲା, ତାର ଇଏ ଥିଲା 4 ଦିନ ହେଲା ରୋଷେଇ ହେଇନି ରୁମ୍ରେ। ଆଜି ସେ 5 ଦିନ ହେଇଯିବ। ସମାନ ଫିନିଶ୍। ପଇସା ପତ୍ର ବି ନାହିଁ ଆକାଉଣ୍ଟରେ, ସବୁ ଯାକ ଖର୍ଚ୍ଚ। ଆହୁରି ଅଛି ମାସ 15 ତାରିଖ 10 ତାରିଖ ପେମେଣ୍ଟ ମିଳିବା ପାଇଁ ଅଛି। ଏପର୍ଯ୍ୟନ୍ତ କିଛି ନାହିଁ। ଏମିତି ଅଛି। ଦେଖ ମୁଁ ଏମିତିଆ ଶୋଇଥିଲି, ଦେଖ ସେମିତି ସବୁ ଯାକ ପଡ଼ିକି ଅଛି। ତାପରେ ଏବେ ଶୀତ ଦିନ ପଳେଇ ଆସିବ ଏବେ। ତାପରେ ଆଉ ଗୋଟେ କଥା, ଆଜି ହେଲା କି ବାର? ବୁଧବାର, ସୋମବାର ତ ପଳେଇଗଲା। ସମସ୍ତଙ୍କୁ ଶ୍ରାବଣ ମାସରେ ଶ୍ରାବଣ ମାସ ଭଲରେ କଟିବା ପାଇଁ କ'ଣ କହିବ ସେଇଟା, ଭଲରେ କଟୁ। ବୋଲବମ୍ ଭକ୍ତମାନଙ୍କୁ ଭଗବାନ ଆମ ଦ୍ୱାରା କିଛି ହେଇପାରିଲା ନାହିଁ। ସେ ଭଗବାନ ଆମକୁ ସେଇ ସମୟ ଆମକୁ ଦେଇପାରୁନି। ସମୟ ଭଗବାନ ଆମକୁ ଦେଉନି, ଆମେ ଦେଇପାରୁନୁ ସମୟ। ସେଥିପାଇଁ ସମସ୍ତଙ୍କୁ ବୋଲବମ୍। ନିଦରୁ ଉଠିଲେ ସତ କଥା ବାହାର ବୋଲି କୁହନ୍ତି। ସେଥିପାଇଁ ନିଦରୁ ଉଠିକି ବି କହୁଛି ମୁଁ, ସମସ୍ତେ ଭଲ ଭାବରେ ଶ୍ରାବଣ ମାସ ପାଳନ କରନ୍ତୁ। ଭକ୍ତମାନେ ଭଲରେ ଯିବା ଆସିବାରେ ଠିକ୍ ଠାକ୍ରେ ଚଲାବୁଲା କରନ୍ତୁ। ଗାଡ଼ିବାଲା ମାନେ ବି ବୋଲବମ୍ ଭକ୍ତମାନଙ୍କୁ ରାସ୍ତା ଦିଅନ୍ତୁ ଭଲରେ। ତାଙ୍କୁ ବି ଗୋଟେ ଲାଇନ୍ରେ ଯାଆନ୍ତୁ, ଆପଣମାନେ ଗୋଟେ ଲାଇନ୍ରେ। ଆଉ ବୋଲବମ୍ ମାନେ ଯେଉଁଠି ବାଟରେ ଦେଖାଯିବେ କିଛି ଖାଇବା ପାଣି, କିଛି ଖାଇବାଟା ତ ସେତେ ଖାଇବେ ନାହିଁ, ଫଳମୂଳ କିଛି ଦିଅନ୍ତୁ। ଆଉ କାହାକୁ ଜର୍ଣ୍ଣି କରିବା ପାଇଁ ପଇସା ନଥିବ ବୋଲି କହିଲେ କିଛି ପଇସା ସାହାଯ୍ୟ କରନ୍ତୁ। ସେମିତି କରିକି ସମସ୍ତେ ହେଲ୍ପ କରନ୍ତୁ। ଶ୍ରାବଣ ମାସ ଭଲରେ ଯାଉ। ତାପରେ ତ ଷ୍ଟାର୍ଟ ହେଇଯାଇଥିବ ବୋଲି ଭାବୁଛି। ସେଦିନ ବି ମୁଁ ଟିକେ ବ୍ଲଗ୍ ବନେଇଦେବି। ମୋତେ ବେଶୀ ଇଚ୍ଛା ମୋତେ ବୋଲବମ୍ ବୋଲି କହିଲେ। କାହିଁକିନା ଆମ ଗାଁରେ ମୋତେ ଗୋଟେ ଦିନ ପାଇଁ ଆମ ପିଲାମାନେ କହିଥିଲେ ମିଶିବା ପାଇଁ। ମୁଁ କହିଲି ବାବୁରେ ମୋର ଟିକେ ପ୍ରୋବ୍ଲେମ୍ ଅଛି, ସେଥିପାଇଁ ବୋଲି ମୁଁ ଟିକେ ମିଶିପାରିବି ନାହିଁ। ମୋ ଭାଇମାନେ ମିଶିଛନ୍ତି, ନୋ ପ୍ରୋବ୍ଲେମ୍, ତାଙ୍କ ଜଣେ ମିଶିଲେ ବି ଚଳିବ। ଆଉ ମୋତେ କହିଥିଲେ ଭାର ସବୁ ଯାହା ଦେବି, ତ ପଇସା ସବୁ ଆମେ ଦେବୁ। ଗୋଟେ ଦିନ ପାଇଁ ମିଶିକି କହିଲେ, ଫିର୍ ବି ମିଶିପାରିଲି ନାହିଁ। ସେଥିପାଇଁ ଯିଏ ବି ଏବେ ନୂଆ ମିଶିବ, ଭଲରେ ପାଳନ କରନ୍ତୁ ସମସ୍ତେ। ଏଇଟା ଗୋଟେ ଆଜି ମନରୁ ସେ କଥା ବାହାରିଲା, ମୁଁ କହିଦେଲି ବ୍ଲଗ୍। ଏବେ ଆଜି ମୁଁ କ'ଣ କରିବି ମୁଁ ଜାଣିନି। କ'ଣ କରିବି, ମୋତେ ସାଧା କିଛି ଖାଇବା ପାଇଁ ମୋତେ
ଇଚ୍ଛା ଲାଗୁଛି ରୁମ୍ରେ କିଛି ବନେଇନି। ଦେଖିବା କ'ଣ ଗୋଟେ ପ୍ଲାନିଂ କରିବା କୁଆଡ଼େ ବୁଲିବା ପାଇଁ ଯିବି କ'ଣ ମୁଁ ଜାଣିନି। ଭାବୁଛି କୁଆଡ଼େ ମୁଁ ବି ଦେଖିବା ପାଇଁ ଯିବି ବୋଲି ଭାବୁଛି। ଏଇଟା ବି ଅଷ୍ଟମୀ ଫୋନ୍ କରିକି ପଚାରିବା ପାଇଁ ପଡ଼ିବ। ସେ ଜଲ୍ଦି ଚାଲି ଚାଲି ଯାଉଛି, 20 ମିନିଟ୍ ଲାଗିବ। ଜଲ୍ଦି ଫୋନ୍ କରିବା ପାଇଁ ପଡ଼ିବ, ନହେଲେ ଆଉ ସେ ଭିତରେ ପଳେଇଗଲେ ଆମର ପରମିସନ୍ ମିଳିବ ନାହିଁ। ସେଥିପାଇଁ ବୋଲିକି ପରମିସନ୍ ମାଗିଦେଇ ମୁଁ ଜଲ୍ଦି ତାପରେ ତା ଖାଇବା ଟାଇମ୍ରେ କ'ଣ ଖାଇବା ପାଇଁ ନେବା ପାଇଁ ପଡ଼ିବ। ସାର୍ କ'ଣ କରିବା ସାଙ୍ଗମାନେ, ଏମିତି ବାହାର ରହିବା ଲାଇଫ୍ ଏମିତିକା ସାଙ୍ଗମାନେ। ଆଜି ମୋତେ ଗୋଟେ ଦିନ ଛୁଟି ମିଳିଲା, ଆମ ଦେହ ହାତ ପ୍ରବଳ କଥା। ଆମ ବେବି କହୁଛି ଛୁଟି ଦିନକା ମନେ ପଡ଼େ ବଡ଼ିକୁ ମନେ ପଡ଼େ ଯେ ଛୁଟି ହେଇଗଲା ତାର ବୋଲି ବଡ଼ି ପେନ୍ ଦେଖାଉଛି ସିଏ ବୋଲି। ସିଏ ସେମିତି ମଜା କରୁଛି ମୋ ସହିତ। ସିଏ ବି 3 ଦିନ ରେଷ୍ଟ ନେଲା, ଆମ ରେଷ୍ଟ ଆମକୁ ମିଳିଲା। ଆମକୁ ଛୁଟି ମିଳିଲା, ସେ ଛୁଟି କଲା, ସେଇଟା ଡିଫରେନ୍ସ ଅଛି। ଆଉ ତା ଫୋନ୍ ପେ'ରେ 500 ଟଙ୍କା ଥିଲା, ସେ 500 ଟଙ୍କା ମୁଁ ଖର୍ଚ୍ଚ କରିଦେଇଛି। ହଉ ସାଙ୍ଗମାନେ, ଆଉ ଏବେ ଉଠିଛି ମୁଁ ଟିକେ ଆଉ ଥରେ ଟିକେ ଶୋଇପଡ଼ିବି। ଶୋଇଲା ପରେ ଘଣ୍ଟାଟେ ପରେ ଆଲାର୍ମ ରଖିବି। କାହିଁ ବୋଲେ ଆଲାର୍ମ ନ ରଖିଲେ ସେଇଟା 12ଟା ଘଣ୍ଟେ 2ଟା ହେଇଯିବ। ଦେଖ ସେ ଶୋଇବା ଦେଖ, ଆଲାର୍ମ ନ ରଖିବି ବୋଲି କହିଲେ ଘଣ୍ଟେ 2ଟା ହେଇଯିବ। ସେଥିପାଇଁ ବୋଲି ପ୍ରପର୍ ଘଣ୍ଟାଟି ଟାଇମ୍ ରଖିକି ଆଲାର୍ମ ରଖିବି। ତାପରେ ଗାଧୋଇବି, କୁଆଡ଼େ ବୁଲିବା ପାଇଁ ପଳେଇଯିବି ସାଙ୍ଗମାନେ। ହଉ ସାଙ୍ଗମାନେ, ଆଜିର ବ୍ଲଗ୍ ଏତିକି ରଖୁଛି। ସମସ୍ତଙ୍କୁ ବାଏ ବାଏ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ସମସ୍ତଙ୍କୁ ବାଏ ବାଏ। ଜୟ ହିନ୍ଦ।